প্রিয় দর্শক নমস্কার, মু ডক্টর ভবতোষ মণ্ডল। আজি মো পাখে এই পিলাটি আসিছি, তার চর্ম সমস্যা নেই। বহুত দিন ধরি সে চর্ম সমস্যার ভোগুছি। তার পুরা শরীর চর্ম রোগরে ভর্তি হয়ে যাইছি। সে বিভিন্ন প্রকার চিকিৎসা করি মধ্য সে সুস্থ হই পারি নাই। তেণু সে মো পাখকু আসিছি। প্রকৃতরে তা শরীরে যে চর্মরোগ দেখা যাଉଛି, সেই চর্মরোগ চর্মরে দেখা যাଉଥିଲେ ମଧ୍ୟ ସେହି ରୋଗର କାରଣ ଚର୍ମରେ ନଥାଇ ରକ୍ତରେ ଏବଂ লিভরে ରହିଛି। লিভর ଫଙ୍କସନ୍ ଠିକ୍ ନ ହେବାରୁ ତାକୁ ଏଲର୍ଜିକ୍ କଣ୍ଡିସନ୍ ଆସୁଛି। সেই ଏଲର୍ଜିକ୍ କଣ୍ଡିସନ୍ ଯୋଗୁଁ ତାର এই ଚର୍ମ ସମସ୍ୟା ଦେଖାଯାଉଛି। ତ ଏପରି କାହିଁକି ହେଉଛି ଆମେ ଜାଣିବା। ଆଗରୁ ମୁଁ ବହୁତ ଭିଡ଼ିଓରେ କହିଛି ଯେ କୌଣସି ଇନଫେକ୍ସିୟସ୍ ଡିଜିଜ୍ ହେଲେ ତାକୁ କୌଣସି ପ୍ରକାର ଆଣ୍ଟିବାୟୋଟିକ୍ସ ଦ୍ୱାରା ଟ୍ରିଟମେଣ୍ଟ କଲେ ସେହି ଜୀବାଣୁ ଗୁଡ଼ିକ ସବୁ କ୍ଷେତ୍ରରେ ମରେ ନାହିଁ। କିଛି ଜୀବାଣୁ ରୋଗୀ ଶରୀରର ବିଭିନ୍ନ ଅର୍ଗାନ୍ ଭିତରେ ଲୁଚି ରହେ ଏବଂ ପରବର୍ତ୍ତୀ ସମୟରେ ରୋଗୀ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ। ଠିକ୍ ସେହିପରି ଏହି ପିଲାଟିର ସେହି ମ୍ୟାଲେରିଆ ଜୀବାଣୁ লিভর এবং স্প্লিন ভিতরে লুচি রয়েছে। সে পিলাটি রোগমুক্ত পুরা হই নাই। ସେହି জীবাণু তা শরীরের রহিবা যোগু তা শরীরে বিভিন্ন প্রকার সমস্যা সৃষ্টি হচ্ছে। সেই সমস্যা গুড়িক কଣ কଣ ଅଛି ଏବେ ଆମେ ତା ସହିତ ଆଲୋଚନା କରିବା। ବାବୁ, ତମକୁ ପିଲାବେଳେ କଣ କଣ ଜ୍ୱର ହେଇଛି? ମ୍ୟାଲେରିଆ ଜ୍ୱର ବାରମ୍ବାର ହେଇଛି। ମ୍ୟାଲେରିଆ ଜ୍ୱରକୁ କି ଟ୍ରିଟମେଣ୍ଟ କରିଛ? ସବୁ ମେଡିକାଲ ମାନେ ଇଞ୍ଜେକ୍ସନ ଟ୍ୟାବଲେଟ୍ ସବୁ ଦିଆ ହେଇଛି। ତମେ କହିଦେଲ ଯେ ତାର ପିଳେଇ ବଢିଥିଲା। ପିଳେଇ ବଢିଥିଲା କେତେ ଦିନ ରହିଲା ସେଟା? ସେଟା ପିଳେଇଟା ତ ପୁରା ବାହାରିକିରି 2 ମାସ। ତା ପୂର୍ବରୁ ଯାହା ଟିକେ ଟିକେ ଜ୍ୱରର ଯାହା ବାହାରିଛି ଏମିତି ଦବିଛି 2-3 ମାସ ଭଳିଆ ହେଇଯାଇଛି ଆଉ। 2-3 ମାସ ଧରି ଜ୍ୱର ପିଳେଇ ଏଗୁଡାକ ଥିଲା। ଏବେ ତମ ଶରୀରରେ ତମର ମୁଣ୍ଡ ବଥା ରହୁଛି ନା? ରହୁଛି। ଚିଡ଼ଚିଡ଼ା ଚିଡ଼ଚିଡ଼ା ବି ଲାଗୁଛି। ତୁମକୁ ନିଦ କେତେ ହଉଛି? ବହୁତ ଜୋର ହଉଛି। ମାନେ ଯେତିକି ହବା କଥା ତାଠାରୁ ଅଧିକ ହଉଛି। ତାର ମାନେ ହଉଛି ତାକୁ ଯୋଉ ଶକ୍ତି ତା ଦେହରେ ରହିବା କଥା, ଯୋଉ ଏନର୍ଜି ରହିବା କଥା, ସେଟା ତାର ରହୁନାହିଁ। ତାକୁ ଥକା ଲାଗୁଛି, ସେ ଶୋଇପଡୁଛି। ଆଚ୍ଛା, ତୁମକୁ ବାନ୍ତିଆ ଲାଗେ ନା ଲାଗେ ନାହିଁ? ଲାଗେ ନାହିଁ। ଭୋକ କେତେ ହଉଛି? ଠିକ ଲାଗେ ନା କମ ଲାଗେ ନା ବେଶୀ ଲାଗେ? ଭୋକ ଏତେ ଲାଗେ ନାହିଁ। ଆଚ୍ଛା, ତୁମକୁ ହଜମ ଶକ୍ତି ଠିକ ରହୁଛି ନା? ଝାଡା କେତେ ଥର ଯାଉଛ? 2 ଥର ଯାଉଛ। ପେଟ ଭିତରେ ଗଡ଼ଗାଡ଼ କରିବା କି ପେଟ ବଥା ହବା, ପେଟରେ ବାୟୁ ହବା ଏଗୁଡ଼ା ହୁଏ ନା ନାହିଁ? ଗୁଡ଼ଗାଡ଼ করে ପେଟ ଭିତରେ। ଝାଡା କେମିତି ହୁଏ? ପତଳା ନା ଟାଣ ନା କେମିତି ହୁଏ ଝାଡା? ଟାଣ ଝାଡା ହୁଏ। ଆଚ୍ଛା, ତମର ଦେହ ତ କସମସିଆ ଲାଗେ ନା ଲାଗେ ନାହିଁ? ଗୁଳା ବିନ୍ଧା ହୁଏ ନା ନାହିଁ? କସମସିଆ ଲାଗେ। ବେଳେ ବେଳେ ଦେହଟା ଶୀତେଇ ଉଠେ ନା ନାହିଁ? ଶୀତେଇ ଉଠେ। ଜରୁଆ ଥକା ଥକା ଲାଗେ। ଆଚ୍ଛା, ଗାଧୋଇବାକୁ ଇଚ୍ଛା ହୁଏ ନା ହୁଏ ନାହିଁ? ଇଚ୍ଛା ହୁଏ। ଠିକରେ ଗାଧଉଛ ନା ପାଣି ପାଖକୁ ଗଲେ ଶୀତ ହଉଛି ଦେହଟା? ଶୀତ ନାହିଁ, ଗାଧଉଛ ଠିକରେ। ଆଚ୍ଛା, ତୁମର ଟିକେ ସାର୍ଟଟା ଟିକେ ଟେକିଲ, ଚର୍ମ ରୋଗଟା ଟିକେ ମୁଣ୍ଡ ବି ବୁଲେଇଥିଲା। ଛିଡା ହବ। ହଁ, ପିଠିଟା ଦେଖିବା ଟିକେ। ପିଠିରେ ଅଛି ଯେ କମ ଅଛି ହେଲା। ପିଠିରେ କମ ଅଛି। ଆଚ୍ଛା, ଏଇ ଯୋଉ ଚର୍ମ ରୋଗ ତମର ଅଛି, ଏଗୁଡ଼ା କୁଣ୍ଡେଇ ହୁଏ ନା କୁଣ୍ଡେଇ ହୁଏ ନାହିଁ? କୁଣ୍ଡେଇ ହୁଏ। କେତେବେଳେ ବେଶୀ କୁଣ୍ଡେଇ ହୁଏ? ଶୋଇଲା ବେଳେ, ବିଛଣାକୁ ଗଲେ। ଆଚ୍ଛା, ତୁମ ଦେହ ତ ଜଳାପୋଡ଼ା ହୁଏ କି? ଆଚ୍ଛା, ଏଟା କୁଣ୍ଡେଇ ରକ୍ତ ବାହାରିଲା ଭଳିଆ ହୁଏ କି? ରକ୍ତ ବାହାରିଯାଏ, ଏତେ କୁଣ୍ଡେଇ ହୁଏ। ତାପରେ ଜଳାପୋଡ଼ା ହୁଏ। ଆଚ୍ଛା, ଏଗୁଡ଼ା ପାଚେ ନାହିଁ? ପାଚେ ନାହିଁ।
ସେଗୁଡ଼ା ପାଚେ ନା। ଏଇ ଟେହ୍ନିଟା ଦେଖା ତ ଟିକେ ଯେ ବଡ଼ ବଡ଼ ଗୁଡ଼ା ଟିକେ ଏ ଟାଇପ୍ର ବି ଅଛି ନା ବଡ଼ ଗାଁ ବି। କୋଉଟା ଦେଖା ଏଗୁଡ଼ା ପାଚି ଯାଉଛି। ହଁ ସେଗୁଡ଼ା ପାଚିଯିବ, ଫୁଟକା ହେଇଯିବ, ପାଚିଯିବ, ପୁଣି ବଡ଼ ହେଇଯିବ। ବଡ଼ ଆଉ ଆର ଗୁଡ଼ା ସବୁ କୁଣ୍ଡେଇ କୁଣ୍ଡେଇ। ଆଚ୍ଛା ତାର ଶରୀର ଆଗରୁ କି ପ୍ରକାର ଥିଲା ଏବେ କେମିତି ଅଛି? ଆଗରୁ ତ ସେମିତି ସାର୍ ଗାଁ ଫା ଏତେ ଜଣା ନାହିଁ। ନାଇଁ ସ୍ୱାସ୍ଥ୍ୟ କେମିତି ଥିଲା? ସ୍ୱାସ୍ଥ୍ୟ ଏମିତି ଅଛି ନା ଆଗରୁ ମୋଟା ସୋଟା ଥିଲା? ମୋଟା ବହୁତ ଥିଲା, ଏଇନା ପୁରା ଝଡ଼ି ଯାଇଛି, ପୁରା ପୁରା ସାର୍ ପୁରା ପତଳା ଫଟୋଟା ବି ଥିଲା ଦେଖେ। ତା ଦେହର ଓଜନ ବହୁତ କମି ଯାଇଛି। 50 କିଲୋର ଉପରେ ଥିଲା, 51 ପାଖାପାଖି ପହଞ୍ଚି ଯାଇଥିଲା। ତମର ଖେଳକୁଦ କରିବାକୁ ଭଲ ଲାଗେ ନା ଭଲ ଲାଗେ ନାହିଁ? ଖେଳି ପାରୁଛ ନା ଦୁର୍ବଳିଆ ଲାଗୁଛି? ଖେଳି ପାରୁଛ, ଥକା ଲାଗୁନାହିଁ ତ? କେଚକେଚା ଘରେ ଆସିଥିଲା ପୁରା ସାର୍ ଏଠି ଖେଳି ରାଞ୍ଚି ନା। ଆଚ୍ଛା ତମର କଣ ଆଣ୍ଠୁ ବଥା ହଉଛି କଣ କହୁଥିଲ? ହେଇଥିଲା ମଝିରେ ସାର୍, ସେଟା ଛାଡି ଯାଇଛି। କେତେ ଦିନ ଆଗରୁ ଥିଲା? କେତେ ପଢୁଥିଲୁ ବାବୁ? 3 ବର୍ଷ ଖଣ୍ଡେ ହେଇଗଲାଣି, 3 ବର୍ଷ ଖଣ୍ଡେ ହେଇଗଲାଣି। ଆଚ୍ଛା ପ୍ରିୟ ଦର୍ଶକ, ଏଠି ଦେଖିଲେ ଯେ ପିଲାଟି ଶରୀରରେ ପୁରା ଚର୍ମ ରୋଗ ଭର୍ତ୍ତି ହେଇଅଛି ଏବଂ ପ୍ରବଳ କୁଣ୍ଡେଇ ହେଉଛି, ଗୋଟିଏ ଗୋଟିଏ ପାଚି ଯାଉଛି ମଧ୍ୟ ଏବଂ ବଥା ବି ହେଉଛି। ସେ କୁଣ୍ଡେଇ କୁଣ୍ଡେଇ ପୁରା ରକ୍ତ ବାହାର କରିଦେଉଛି। ତ ଏଇ ଯେଉଁ ଚର୍ମ ରୋଗ ଅଛି, ଏହି ଚର୍ମ ରୋଗକୁ ଆମେ କୌଣସି ପ୍ରକାର ମଲମ ଲଗେଇ ବା କୌଣସି ଆଣ୍ଟି ଆଲର୍ଜିକ୍ ଔଷଧ ଦେଇ ତାକୁ ଆମେ ସୁସ୍ଥ କରିପାରିବା ନାହିଁ। କାରଣ କୌଣସି ମଲମ ବା କୌଣସି ଆଣ୍ଟି ଆଲର୍ଜିକ୍ ଔଷଧ ଦ୍ୱାରା ତାର ଲିଭର ଫଙ୍କସନ୍ ଠିକ୍ ହୋଇପାରିବ ନାହିଁ। ତା ଲିଭରରେ ଯେଉଁ ସମସ୍ୟା ଅଛି, ଯେଉଁ ଇନଫେକ୍ସନ୍ ରହୁଛି, ସେ ଇନଫେକ୍ସନ୍ ଯିବ ନାହିଁ। ତେଣୁ ଆମକୁ ଏପରି କିଛି ଚିକିତ୍ସା କରିବାକୁ ହେବ ଯାହାଦ୍ୱାରା ତା ଲିଭରରେ ଯେଉଁ ଜୀବାଣୁ ଲୁଚିକି ରହିଛି, ଯେଉଁ ସପ୍ରେସନ୍ ହେଇଛି, সেই জীবাণুକୁ লিভর ঠাରୁ দূর କରିବାକୁ ହେବ। লিভর যেତେବେଳେ জীবাଣୁ ମୁକ୍ତ ହେବ, লিভর ফ্রি ହୋଇଗଲେ ତା ଶରୀରରେ ଇମ୍ୟୁନିଟି ବଢ଼ିବ। ବଡିର ଯେଉଁ ରକ୍ତରେ ପ୍ରୋବ୍ଲେମ ଅଛି, ଯେଉଁ ଟକ୍ସିନ୍ ସବୁ ଜମା ହେଉଛି, ସେ ଟକ୍ସିନ୍ କମିଯିବ। ଏ ଚର୍ମ ରୋଗ ଅଟୋମେଟିକ୍ ଭଲ ହେଇଯିବ। ଏ ଚର୍ମ ରୋଗ ପାଇଁ ଏକ୍ସଟ୍ରା କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ। ଯେଉଁ ଚର୍ମ ରୋଗ ନେଇକି ସେ ମୋ ପାଖକୁ ଆସିଛନ୍ତି, ସେ ଚର୍ମ ରୋଗର ଚିକିତ୍ସା ହିଁ ଦରକାର ନାହିଁ। ସେ ଚର୍ମ ରୋଗ ଆପେ ଭଲ ହୋଇଯିବ। ତେବେ ଆମକୁ ଭଲ କ'ଣ କରିବାକୁ ପଡ଼ିବ ନା ତା ଶରୀରରେ ଯେଉଁ ଇନଫେକ୍ସନ୍ ରହିଛି, ଯେଉଁ ଇନଫେକ୍ସନ୍ ବହୁତ ଦିନ ଆଗରୁ ତା ଶରୀରରେ ଅଛି, ଯେଉଁଥିପାଇଁ ତାର ପିଳେଇ ସବୁ ବଢ଼ିଯାଇଥିଲା, ତାର ମୁଣ୍ଡ ବଥା ହେଉଛି, ତାକୁ ଚିଡ଼ଚିଡ଼ା ଲାଗୁଛି ଏବଂ ଦେହ ହାତ ବଥା ହେଉଛି, ଜୋରୁଆ ଲାଗୁଛି, ଦେହ ଶୀତଉଛି, ଏସବୁ ଲକ୍ଷଣ ସବୁ ସେହି ଇନଫେକ୍ସନ୍ର ଲକ୍ଷଣ। ମାତ୍ର ଯେହେତୁ ଏହି ରୋଗଟି ସପ୍ରେସ୍ଡ କଣ୍ଡିସନରେ ଅଛି, ତେଣୁ ତା ଶରୀରରେ ଏହି ଲକ୍ଷଣ ସବୁ ମୃଦୁ ରହୁଛି। ଅର୍ଥାତ୍ ଲକ୍ଷଣ କୌଣସି ଗୋଟିଏ ଲକ୍ଷଣ ହେଲେ ଜୋର ପ୍ରକାଶ ପାଉନାହିଁ। ତେଣୁ ଆଜି ଆପଣମାନେ ଦେଖିଲେ ଯେ ରୋଗର ମୂଳ ରହୁଛି লিভରରେ, କିନ୍ତୁ ତାହା ବହି ପ୍ରକାଶ ପାଉଛି ଚର୍ମରେ। ତେଣୁ କେବଳ ଚର୍ମକୁ ଦେଖି ଆମେ ଚିକିତ୍ସା କଲେ ଏ ରୋଗୀକୁ ଆମେ କେବେ ହେଲେ ଭଲ କରିପାରିବା ନାହିଁ। ଯଦି ଜୋର ଜବରଦସ୍ତି ତାକୁ ମଲମ ବା ଆଣ୍ଟି ଆଲର୍ଜିକ୍ ଦ୍ୱାରା ଚିକିତ୍ସା କରି ଆମେ ଭଲ କରିବାକୁ ଚେଷ୍ଟା କରିବା, ତେବେ ଯେପରି ମ୍ୟାଲେରିଆ ଥରେ ସପ୍ରେସନ୍ ହେଇଛି, ପୁଣି ଏହି ସ୍କିନ୍ ସମସ୍ୟା ପୁଣି ସପ୍ରେସନ୍ ହେବ ଏବଂ ତା ଶରୀରରେ ଆହୁରି ନୂତନ ନୂତନ ରୋଗ ସବୁ ସୃଷ୍ଟି ହେବ, ଯାହାର କାରଣ ଡାକ୍ତରମାନେ ଯେତେ ଖୋଜିଲେ ମଧ୍ୟ ପାଇପାରିବେ ନାହିଁ। ତେଣୁ ଆଜିର ଭିଡ଼ିଓ ଏଠାରେ ମୁଁ ଶେଷ କରୁଛି। ପୁଣି ମାସେ 2 ମାସ ପରେ ଏହି ରୋଗୀର ଯେତେବେଳେ ଉନ୍ନତି ହେବ, ପୁଣି ଗୋଟିଏ ଭିଡ଼ିଓ କରି ଆପଣମାନଙ୍କୁ ମୁଁ ଦେଖେଇବି। ପ୍ରିୟ ଦର୍ଶକ, ଆମର ଏପରି ଭିଡ଼ିଓ ଗୁଡ଼ିକୁ ଆପଣମାନଙ୍କୁ କିପରି ଲାଗୁଛି? ଯଦି ଭଲ ଲାଗୁଛି ତେବେ ଲାଇକ୍ କରନ୍ତୁ ଏବଂ ସେୟାର କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀମାନଙ୍କୁ ସୁସ୍ଥ ହେବାର ସୁଯୋଗ କରିଦିଅନ୍ତୁ। ଯଦି ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ,
ତେବେ ଏପରି ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଆଚ୍ଛା, ମୁଁ ଗୋଟେ କଥା ପଚାରିବାକୁ ଚାହୁଁଛି ଯେ ମୁଁ ଯେଉଁ ଭିଡ଼ିଓଟା କରୁଛି ଏଟା ମୁଁ ୟୁଟ୍ୟୁବରେ ଦେବି, ତୁମର କିଛି ଅସୁବିଧା ଅଛି କି? ତୁମେ କ'ଣ ମୁଁ ୟୁଟ୍ୟୁବରେ ଦେବି ଲୋକମାନେ ଜାଣିବା ପାଇଁ, ଲୋକମାନେ ଜାଣିଲେ ଲୋକମାନେ ଉପକୃତ ହେବେ, ତୁମର କିଛି ଅସୁବିଧା ଅଛି କି? କିଛି ଅସୁବିଧା ନାହିଁ ସାର୍। ତ ୟୁଟ୍ୟୁବରେ ଦେବି ନା ଦେବି ନାହିଁ କୁହ? ଦେଇଦିଅନ୍ତୁ ସାର୍। ଦେଇଦେବା ତ? ଆଚ୍ଛା ହଉ, ତୁମକୁ ନ ପଚାରି ମୁଁ ଦେବାଟା ଠିକ୍ ହେବ ନାହିଁ, କାରଣ ଏଇଟା ଯଦି ଆମେ ଅପଲୋଡ଼ କରୁଛୁ, ଯେଉଁମାନେ ଦେଖ ତମେ ଯେହେତୁ ଜାଣିନ ଯେ ରୋଗଟା ଲିଭର ଯୋଗୁଁ ହେଉଛି, ତେଣୁ ତମେ ଚର୍ମ ଡାକ୍ତର ପାଖକୁ ଗଲ। ଯଦି ତମେ ଲିଭର ଯୋଗୁଁ ହେଉଛି ଜାଣିଥାନ୍ତ, ତେବେ ତମେ ଚର୍ମ ଡାକ୍ତର ପାଖକୁ ନ ଯାଇକି ଲିଭର ଡାକ୍ତର ବା ଏଇ ରୋଗର ଚିକିତ୍ସା ଯେଉଁମାନେ କରୁଛନ୍ତି ତାଙ୍କ ପାଖକୁ ଯାଇଥାନ୍ତ। ତେଣୁ ଲୋକମାନେ ଜାଣିଲେ ସେମାନେ ଆଉ ବାରମ୍ବାର ହଇରାଣ ହେବେ। ମୋର ଉଦ୍ଦେଶ୍ୟ ହିଁ ହେଉଛି ସେଇଟା। ତ ଆଜିର ଭିଡ଼ିଓ ଆମେ ଏଠାରେ ଶେଷ କରୁଛୁ।